हाय पिलाମାନେ ଆଜି ଆମେ ଜାଣିବା ବୟସ କିପରି ହିସାବ କରାଯାଏ ଯୋଉଟା କି ଆମେ କ'ଣ କେତେ ଦିନ ଜାଣିବା କେତେ ମାସ ଜାଣିବା ଓ କେତେ ବର୍ଷ ଜାଣିବା। ଯେମିତି କି ଆଜି ଆମର କେତେ ତାରିଖ ହେଲା ଆଜି ଆମର ହେଲା 11 ଜୁଲାଇ 2024। ଆପଣ ଲେଖିବେ ଏମିତି 11 ପାଇଁ ଲେଖିବା 11, ଜୁଲାଇ ପାଇଁ ଲେଖିବା 0-7, 2024 ପାଇଁ ଲେଖିବା 2026। ତ ଏଇ ତାରିଖରୁ ଆମେ ଜାଣିବା କେତେ ବର୍ଷ। ତ ସପୋଜ ଜଣଙ୍କର ଡେଟ୍ ଅଫ୍ ବାର୍ଥ ହେଲା 10-5-1995। ଆମେ ଦେଖିଲେ କ'ଣ ଦେଖନ୍ତୁ, ତାରିଖ ଠାରୁ ଏ ତାରିଖ ସାନ ଅଛି, ମାସ ଠାରୁ ଏ ମାସ ସାନ ଅଛି, ବର୍ଷ ଠାରୁ ବର୍ଷ ସାନ ଅଛି। ତ କ'ଣ କରିବା, 21 ନ ଗଲା ହବ 1, 7ରୁ 5 ଗଲା ହବ 2, ଆଉ 6ରୁ 5 ଗଲା 1, ତାପରେ 12ରୁ 9 ଗଲା 3। ତ ତାର କେତେ ବର୍ଷ ହେଇଯିବ? 31 ବର୍ଷ, ବର୍ଷ ଭିତରେ ବର୍ଷ 31 ବର୍ଷ 2 ମାସ 1 ଦିନ। ଏଠୁ ଗୋଟେ ଏକ୍ଜାମ୍ପଲ ଗଲା। ନେକ୍ସଟ ଆଉ ଗୋଟେ ଏକ୍ଜାମ୍ପଲ ଦେଖିବା। ଏବେ ଏବେ କ'ଣ କରିବା? ତ ସେତେବେଳେ ଆମେ ଦେଖିଥିଲେ କ'ଣ, ଏ ତାରିଖ ଠାରୁ ତାରିଖ ସାନ ଥିଲା, ମାସ ଠାରୁ ମାସ ସାନ ଥିଲା, ବର୍ଷ ଠାରୁ ବର୍ଷ ସାନ ଥିଲା। ଏବେ ମୁଁ ଗୋଟେ ନେଇଗଲି ନା 11 ତାରିଖ ଅଛି, ଏଟା ମୁଁ ନେଇଗଲି କେତେ ତାରିଖ? 15 ତାରିଖ। ମାସ ସାନ ରହିଲା 15 ଏପ୍ରିଲ, ବର୍ଷ ନେଇଯିବା କେତେ? 2000। ତ ଏଟା ଆମେ କେମିତି ହିସାବ କରିବା? ଦେଖ ଏଠି ଦେଖ ଏଠି 11ରୁ 15 ତ ଯାଇପାରିବନି, ତ 8ରୁ ଆମେ 1 ମାସ ଆଣିବା। ତ 1 ମାସ ହେଲେ ଏଥିରେ ଆମର କେତେ ଦିନ ଆଡ୍ ହେବ? ଏଟା ଅଛି କେତେ ଦେଖ, 7। ଜୁଲାଇ ଅଛି, ତ ଜୁଲାଇରେ କେତେ ଦିନ କିରେ? ଜୁଲାଇରେ ହେଲେ 31 ଦିନ, ତେଣୁ ଆମେ ଏଠି 31 ମିଶେଇବା। ଯେହେତୁ 1 ମାସ କମିଗଲା, ତ ଏଠି ଆଉ କେତେ ମାସ ରହିବ? ଏଠି ଆଉ 6 ମାସ ରହିବ, ତେଣୁ ଏ 7ଟା ଲିଭ ହେଇକି ଆମେ ଏଟା ଲିଖିଦେବା କେତେ ନା 0-6। ବୁଝା ପଡିଲା ନା? ତ ଏଟା ମିଶେଇ ଦେଲେ କେତେ ହେଇଯିବ? 31-11 ମିଶିକି ଏଟା ଆମର ହେଇଯିବ କେତେ? 31-11 ମିଶିକି ହେଇଯିବ, ଏଟା ଆମର ହେଇଗଲା 42। ଏବେ ଫେଡ଼ିବା, 12ରୁ 5 ଗଲା 7, ତାପରେ ଏଠି ହେଇଯିବ 3 ଗଲା 2, 6ରୁ 4 ଗଲା ହେଇଗଲା 2, ତାପରେ ଏଠି ହେଇଯିବ 26। ମାନେ କେତେ ବର୍ଷ? 26 ବର୍ଷ 2 ମାସ 27 ଦିନ। ନେକ୍ସଟ ଆଉ ଗୋଟେ ଏକ୍ଜାମ୍ପଲ ଦେଖିବା। ତ ଏଇ ଏକ୍ଜାମ୍ପଲରେ ଆମେ କ'ଣ ଦେଖିବା? ଫାର୍ଷ୍ଟ ଏକ୍ଜାମ୍ପଲରେ ଆମେ ଦେଖିଥିଲେ କ'ଣ, ତିନିଟା କ'ଣ ହେଇଥିଲା? ଏ ତିନିଟାଙ୍କ ଠାରୁ ସାନ ହେଇଥିଲା। ସେକେଣ୍ଡ ଦେଖିଥିଲେ ଏଇଟା ସାନ ଥିଲା, ଏଇଟା ସରି ଏଇଟା ବଡ ଥିଲା, ଏଇଟା ସାନ ଥିଲା। ଏଇ ଏକ୍ଜାମ୍ପଲରେ କ'ଣ ଦେଖିବା? ଏଟା ବି ବଡ ଥିବ ଆଉ ଏଟା ବି ବଡ ଥିବ। ଚାଲ କରିବା। ତ ଏଟା ଆମେ କ'ଣ ଲେଖିବା? ଗୋଟେ ଏକ୍ଜାମ୍ପଲ ନେଲି, ଏଟା ମନେକର ମୁଁ ଲେଖିଦେଲି 18। 18 ତାରିଖ 8 ମାସ 1990 ଲେଖିଥିଲି। ତ ଆମେ କ'ଣ କରିବା? ଏଟା 11ରୁ 18 ତ ଯାଇ ହବନି, ତ ଆମେ ଏଠୁ ଫାଷ୍ଟ 1 ମାସ ଧାର ନେବା। 1 ମାସ ଧାର ନେଲେ ଏଟା ପ୍ଲସ 31 ହେଇକି ଏଟା ମୋର କେତେ ହେଇଯିବ? ଏଇଠି ପ୍ଲସ 31 ହେଇକି ଏଟା ମୋର ହେଇଯିବ 4ରେ 2 42। ତ ଏଇଟା ଆମର ଆଉ 7 ରହିବନି, ଏଟା ମୋର ଏବେ କେତେ ହେଇଯିବ? ଏଟା ମୋର ଏବେ ହେଇଯିବ 6। ତ 6ରୁ 8 ଯାଇ ହବନି, ଏଟା ମୋର କେତେ ଅଛି? 2026। 2026 12 ମାସ, ତ 12 ମାସ ଏଥିରେ ମୁଁ 12 ଆଡ୍ କରିବି। 12 ଆଡ୍ କଲା ପରେ ମୁଁ କ'ଣ ହେଇଯିବ? ଏଇ ଯୋଉ 2026 ରହିଲା, 2026 ଟା ମୋର ଗୋଟେ ବର୍ଷ 12 ମାସ ଯେହେତୁ ଏଠି ପଳେଇଲା, ଏଟା ମୋର ହେଇଯିବ 2025। ଏଟା 12 6 ମିଶିକି ଏଟା ହେଇଯିବ କେତେ? ଏଟା ହେଇଯିବ ମୋର 18। ତାପରେ ଏଠି ତ 31-11 ମୋର ଅଛି ଅଲରେଡି, 31-11 42 ହେଇକି ଅଛି। 31-11 କେତେ ଏଠି ମୋର? 42। ଫେଡ଼ିଦବା, 12ରୁ 8 ଗଲା 4, 3 ଗଲା 2, 18ରୁ 8 ଗଲା 10। ଏଠି 5କୁ 5, ଏଟା ହେଇଗଲା କେତେ? 12ରୁ 9 ଗଲା 3, ତାକୁ କେତେ ବର୍ଷ ହେଇଗଲା? 35 ବର୍ଷ 10 ମାସ 24 ଦିନ। ତ ଆଶା କରେ ଏଇ ଭିଡିଓଟି ତମମାନଙ୍କୁ ବହୁତ ଭଲ ଲାଗିଥିବ ଓ ବୟସ ଆମେ କିପରି ହିସାବ କରୁ ତାର କନସେପ୍ଟ ମଧ୍ୟ ତୁମକୁ ଭଲ ଭାବରେ ବୁଝା ପଡିଥିବ। ଭିଡିଓଟି ଭଲ ଲାଗିଥିଲେ ଲାଇକ୍ କରିବେ, ସେୟାର କରିବେ ଓ ଚ୍ୟାନେଲଟିକୁ ସବସ୍କ୍ରାଇବ କରିବେ। ଧନ୍ୟବାଦ।